कोरेई आसनରୁ ନିର୍ବାଚନ ଲଢ଼ିବେ ଅଭିନେତ୍ରୀ ତଥା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼େଇଙ୍କ ପତ୍ନୀ ଝିଲିକ ଭଟ୍ଟାଚାର୍ଯ୍ୟ। ଯଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶା ପ୍ରକଟ କରନ୍ତି କୋରେଇବାସୀଙ୍କ ପାଇଁ ମୁଁ ଲଢ଼ିବାକୁ ପ୍ରସ୍ତୁତ କହିଲେ ଝିଲିକ ଭଟ୍ଟାଚାର୍ଯ୍ୟ। କୋରେଇ ନିର୍ବାଚନ ନେଉଛି ରୋଚକ ମୋଡ଼। ଏବେ ନିର୍ବାଚନରେ ଝିଲିକଙ୍କ ଏଣ୍ଟ୍ରିକୁ ନେଇ ରାଜ୍ୟ ରାଜନୀତିକୁ ସରଗରମ କରିଛି। ଆଜି ହଠାତ୍ ଶତାଧିକ ଲୋକଙ୍କ ଜନସମାଗମ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇଙ୍କ ବ୍ୟାସନଗର ପୌର ପରିଷଦର ଧବଳଗିରିସ୍ଥିତ ବାସଭବନରେ ଦେଖିବାକୁ ମିଳିଥିଲା। ନିର୍ବାଚନ ପାଖେଇ ଆସୁଥିବା ବେଳେ କୋରେଇ ବିଜେଡିର ପ୍ରାର୍ଥୀ ଚୟନରେ ବିଳମ୍ବତା ଦେଖାଦେଉଛି। ଏହି ସମୟରେ ବାରମ୍ବାର ପୂର୍ବତନ ବିଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇଙ୍କ ଧର୍ମପତ୍ନୀ ଝିଲିକ ଭଟ୍ଟାଚାର୍ଯ୍ୟଙ୍କ ଉପରେ କୋରାଇର ହଜାର ହଜାର ମା ମାଉସୀମାନେ ବିଶ୍ୱାସ କରିଛନ୍ତି। କୋରାଇର ବିକାଶ ଏଥର ଝିଲିକଙ୍କ ହାତରେ ହେଉ ବୋଲି ତାଙ୍କୁ ଭେଟି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ଯାଜପୁରରୁ ସନ୍ତୋଷ ରଥଙ୍କ ରିପୋର୍ଟ, କୌଶଳ ଟାଇମ୍ସ। ପୁରୀରେ ଯେଉଁଭଳି ଭାବରେ ଚର୍ଚ୍ଚା ଚାଲିଛି ଆପଣଙ୍କ ନାଁ ଏବଂ ଆପଣଙ୍କୁ ନେଇକି ବିଭିନ୍ନ ସଂଗଠନ ପକ୍ଷରୁ ମଧ୍ୟ ଦାବି କରାଯାଉଛି, ଏହି ମର୍ମରେ ଆପଣ କ'ଣ କହିବେ? ଯଦି ଆମର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଚିନ୍ତା କରିଥିବେ, ସୁଯୋଗ ଦେଉଥିବେ ତ ମୁଁ ନିଶ୍ଚୟ ଲଢ଼ାଇ କରିବାକୁ ଚାହେଁ। ହଁ, ଯଦି ସୁଯୋଗ ତ ମିଳେ ତାହେଲେ ନିଶ୍ଚିତ ମୋ ମଇଦାନକୁ ମୁଁ ଓହ୍ଲେଇବି ଆଉ କୋରେଇବାସୀର ସେବା ପାଇଁ ମୁଁ ଲଢ଼ାଇ କରିବି। ଯଦି ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯଦି ସୁଯୋଗ ଦିଅନ୍ତି ତ ନିଶ୍ଚୟ ଆଗାମୀ ଦିନରେ ପ୍ରାର୍ଥୀ ହିସାବରେ ମୁଁ ଲଢ଼ିବି। ତ କ'ଣ ଲକ୍ଷ୍ୟ ରଖି ଠିଆ ବୋଲି ଆଶା ରଖୁଛନ୍ତି? କୋରେଇ ପାଇଁ କ'ଣ ଲକ୍ଷ୍ୟ ରଖୁଛନ୍ତି? କୋରେଇର ଉନ୍ନତି ପାଇଁ ଯାହା ଦରକାର ମୁଁ ପ୍ରଥମେ ସେଇଟା ବୁଝିବି ଆଉ ତାପରେ ସେଇ ନେଇକି ମୁଁ ଆଗକୁ କୋରେଇବାସୀର ସେବା କରିବି। ଆଉ କ'ଣ କହିବି ମୁଁ? ତ କିଛି ସେମିତି କିଛି ଆପଣ ଜଣେଇଲେଣି କି ସୁପ୍ରିମୋଙ୍କୁ ଜଣେଇଲେଣି କି ଜଣେଇଲେନି? କିନ୍ତୁ ବେଶୀ କିଛି ଆଉ ମୁଁ କହିପାରିବିନି। ଆଜି ଆଇ ଥିଙ୍କ ଭଲ ପାଇବା ସବୁ କିଛି କହିଦେଉଛି। ଆଉ ଆଗାମୀ ଦିନରେ ଯାହା ବି ନିର୍ଣ୍ଣୟ ନ ହବ, ଯଦି ସୁଯୋଗ ମିଳେ ତ ନିଶ୍ଚୟ ମୁଁ ଲଢ଼ିବି। କି ଭଲ ପାଇବା ଆଜ୍ଞା ସବୁ କିଛି କହିଦେଉଛି, ଆଉ ବେଶୀ କିଛି ମୁଁ କହିବିନି। ଏଠି ମା ବାପା ଭାଇ ଭଉଣୀ ସମସ୍ତେ ତାଙ୍କ ସମସ୍ତଙ୍କର ଏଇ ଯେ ଭଲ ପାଇବା ମିଳୁଛି, ମୁଁ ଚିର ଋଣୀ ସମସ୍ତ କୋରେଇବାସୀଙ୍କୁ। ଆଗାମୀ ଦିନରେ କ'ଣ ଦେଖିବା ପାଇଁ ଚାହୁଁଛନ୍ତି ଆପଣ? ପ୍ରଭୁଙ୍କର ଯାହା ଇଚ୍ଛା। ଜୟ ଜଗନ୍ନାଥ, ଧନ୍ୟବାଦ। ନା ଆମେ ଆସିଥିଲୁ ଖୁସିରେ, ଆଉ ଝିଲି ମ୍ୟାଡ଼ାମକୁ ଆମେ ଦେଖିଲୁ। ପୂର୍ବରେ ଆମର ପୁଅ ଥିଲା ଦାନି ଘଡ଼େଇ, ଆଉ ତାପରେ ସିଏ ଯାହା କରିଥିଲେ, ତାପରେ ଆମେ ଖୁସିରେ ଆସିଲୁ। ଆମର ଟିକେଟ ଦେଇକି ଆମ ଝିଲି ମ୍ୟାଡ଼ାମ କେମିତି କୋରେଇରେ ଉଠିଲା। ହଁ, ପୁରେଇ ଅବହେଳା ଅଛି। ଆମେ ଝିଲି ମ୍ୟାଡ଼ାମ ଉଠିଲେ ଆମେ ଆମର ଖୁସିରେ। ସସ୍ମିତା ପାତ୍ର, ଯାଜପୁର ରଗଡ଼ିରୁ ଆସିଛୁ। ଆଉ ଆମେ ଏଇଥିପାଇଁ ଆସିଛୁ କି ଆମେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଉ ବିକେ ପାଣ୍ଡିଆନଙ୍କୁ ଅନୁରୋଧ କରି କହୁଛୁ କି ଝିଲି ଘଡ଼େଇକୁ ଟିକେଟ୍ ଦିଅନ୍ତୁ। କାହିଁକି ନା ସିଏ ଏଠି ରହିକି ବି ଏବେ ପ୍ରାର୍ଥୀ ନ ଠିଆ ହେଇକି ବି ତାଙ୍କ ଆଗରୁ ଆମେ କିଛି ସାହାଯ୍ୟ ସୁବିଧା ପାଇଛୁ। ଆଉ ପ୍ରୀତି ରଞ୍ଜନ ଘଡ଼େଇ ଯେତେବେଳେ ବି କୋରେଇରେ ଥିଲେ ସିଏ ବି ସହଯୋଗ କରିଛନ୍ତି, କୋରେଇବାସୀ ପାଇଁ କିଛି ଉନ୍ନତି କରିଛନ୍ତି। ତେଣୁ ଆମେ ତାଙ୍କୁ ଚାହୁଁଛୁ ଯେ ଟିକେଟ୍ ଝିଲି ଘଡ଼େଇକୁ ଦିଅନ୍ତୁ, ଆଉ ସେ କିଛି କୋରେଇବାସୀ ପାଇଁ କିଛି ଉନ୍ନତି କରନ୍ତୁ। ହଁ, ଝିଲି ଘଡ଼େଇ ଉନ୍ନତି କରିବେ, କାହିଁକିନା ତାଙ୍କ ସ୍ୱାମୀ ବି କିଛି କରିଛନ୍ତି, ସେ କିଛି କରିବେ ବୋଲି ଭାବୁଛୁ, ଆଶା ବି ରଖୁଛୁ। ଝିଲି ଘଡ଼େଇଙ୍କ ପ୍ରତି କିଛି ଆଶା ରଖୁଛୁ ସେ କରିବେ। ସେ କହିଲେ ଯେ ସେ ପ୍ରତିଶ୍ରୁତି ଦେଉଛନ୍ତି ଯେ ହଁ ଆମେ କୋରେଇବାସୀ ପାଇଁ ମୁଁ କିଛି କରିବି।